श्रीमद् भगवद गीता प्रथम अध्याय अर्जुन विषाद जोग कुरुक्षेत्र युद्धभूमि रे सैन्य दर्शन श्लोक 1 धृतराष्ट्र उवाच धर्मक्षेत्रे कुरुक्षेत्रे समवेता युयुत्सवः मामकाः पांडवाश्चैव किं कुर्वत संजय। तो एटा हूँ संस्कृत रे आर ओडिया अनुवाद होउछि धृतराष्ट्र कहिले हे संजय मो पुत्रगण एवं पांडु पुत्रगण युद्ध करने को इच्छा करी तीर्थ क्षेत्र धर्म क्षेत्र कुरुक्षेत्र नामक स्थान रे एकत्र होई कौन कले। तो यार भावार्थ होउछि भगवद गीता भगवत विज्ञान अटे। पृथ्वीर चारिआडे समस्ते यह पाठ करती। गीता महात्म्य रे गीता पाठर महिमा कथा कुहाଯାଇଛି। ସେଥିରେ କୁହାଯାଇଛି ଯେ ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ଏକ ଭକ୍ତଙ୍କର ସହାୟତାରେ ବଡ଼ ଯତ୍ନର ସହିତ ଭଗବତ ଗୀତା ପାଠ କରିବା ଉଚିତ ଏବଂ ସେଥିରେ କୌଣସି ବ୍ୟକ୍ତିଗତ ବ୍ୟାଖ୍ୟା ବା ମତାମତ ନ ଯୋଡ଼ି ତାହାକୁ ବୁଝିବାକୁ ଚେଷ୍ଟା କରିବା ଉଚିତ। କିପରି ଭଗବତ ଗୀତାକୁ ଭଲ ଭାବରେ ବୁଝିବାକୁ ହେବ ତାହାର ଉଦାହରଣ ଭଗବତ ଗୀତାରେ ହିଁ ଅଛି। ଅର୍ଜୁନ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ଠାରୁ ଗୀତାବାଣୀ ଶ୍ରବଣ କରିଛନ୍ତି ଏବଂ ସେ ଯେପରି ଏହାକୁ ବୁଝିଲେ ସମସ୍ତ ସେହିପରି ଭାବରେ ବୁଝିବା ଉଚିତ। ଯଦି କେହି ଭାଗ୍ୟବାନ ଲୋକ କୌଣସି ବ୍ୟକ୍ତିଗତ ବ୍ୟାଖ୍ୟା ଗ୍ରହଣ ନ କରି ଅର୍ଜୁନଙ୍କ ଭଳି ଗୁରୁ ପରମ୍ପରାରେ ଆସୁଥିବା ଗୁରୁଙ୍କ ଠାରୁ ଭଗବତ ଗୀତା ବୁଝେ ତାହେଲେ ସେ ସମସ୍ତ ବୈଦିକ ଜ୍ଞାନ ଏବଂ ପୃଥିବୀର ସମସ୍ତ ଶାସ୍ତ୍ର ଜ୍ଞାନକୁ ଟପିଯିବ। ଅନ୍ୟ ଗ୍ରନ୍ଥମାନଙ୍କରେ ଯାହା ସବୁ ଅଛି ସବୁ ଭଗବତ ଗୀତାରେ ଅଛି, କିନ୍ତୁ ପାଠକ ଆହୁରି ଏପରି ଅନେକ କଥା ଭଗବତ ଗୀତାରେ ପାଇବେ ଯାହା ଅନ୍ୟ କୌଣସି ଗ୍ରନ୍ଥରେ ମିଳିବ ନାହିଁ। ତାହା ହେଉଛି ସ୍ୱତନ୍ତ୍ର ମାନଦଣ୍ଡ। ଏହା ହେଉଛି ପୂର୍ଣ୍ଣ ଭଗବତ ବିଜ୍ଞାନ, କାରଣ ଏହା ପ୍ରତ୍ୟକ୍ଷ ଭାବେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଛି। ଧୃତରାଷ୍ଟ୍ର ଏବଂ ସଞ୍ଜୟଙ୍କ ମଧ୍ୟରେ ମହାଭାରତର ବର୍ଣ୍ଣିତ ହୋଇଥିବା ଏ ଯେଉଁ ବିଷୟ ଆଲୋଚନା କରାଗଲା ତାହା ଏହି ମହାନ ଦର୍ଶନ ଶାସ୍ତ୍ର ମୌଳିକ ନୀତି ରୂପେ ପ୍ରତିଷ୍ଠିତ ହୋଇଛି। ଜଣାଯାଇଛି ଯେ ଏହି ଦର୍ଶନ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ହିଁ ପ୍ରକାଶ କରାଯାଇଅଛି। କୁରୁକ୍ଷେତ୍ର କେଉଁ ଅବିସ୍ମରଣୀୟ ବୈଦିକ ଯୁଗରୁ ଏକ ପବିତ୍ର ତୀର୍ଥସ୍ଥାନ ରୂପେ ଖ୍ୟାତିଲାଭ କରିଆସୁଛି। ଯେତେବେଳେ ଭଗବାନ ସ୍ୱୟଂ ଧରାଧର୍ମରେ ଲୋକଶିକ୍ଷା ନିମିତ୍ତ ଉପସ୍ଥିତ ଥିଲେ ସେତିକିବେଳେ ଏ ଦର୍ଶନ ଭଗବାନଙ୍କ ଦ୍ୱାରା ହିଁ କୁହାଯାଇଛି। ଏଠାରେ ବ୍ୟବହୃତ ଧର୍ମକ୍ଷେତ୍ର ଯେଉଁଠାରେ ପ୍ରତ୍ୟବିଧ ଅଧର୍ମ ନୀତି ଅନୁଷ୍ଠିତ ହୁଏ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ, କାରଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ପରମ ପୁରୁଷ ଭଗବାନ ଅର୍ଜୁନଙ୍କ ପକ୍ଷରେ ଥିଲେ। କୌରବମାନଙ୍କର ପିତା ଧୃତରାଷ୍ଟ୍ର ଯୁଦ୍ଧରେ ତାଙ୍କର ପୁତ୍ରମାନଙ୍କର ବିଜୟ ସମ୍ବନ୍ଧରେ ବଡ଼ ସନ୍ଦିହାନ ଥିଲେ। ଏହି ସନ୍ଦେହରେ ପଡ଼ି ସେ ତାଙ୍କର ସଚିବ ସଞ୍ଜୟକୁ ପ୍ରଶ୍ନ କଲେ, ମୋର ପୁତ୍ର ଓ ପାଣ୍ଡୁଙ୍କ ପୁତ୍ରଗଣ କ'ଣ କଲେ? ସେ ଏକଥା ଭଲ ଭାବରେ ଜାଣିଥିଲେ ଯେ ତାଙ୍କ ପୁତ୍ର ଏବଂ ତାଙ୍କ ସାନ ଭାଇ ପାଣ୍ଡୁଙ୍କ ପୁତ୍ରଗଣ ଯୁଦ୍ଧ କରିବା ନିମିତ୍ତ ଦୃଢ଼ ନିଶ୍ଚିତ ହୋଇ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଏକତ୍ର ହୋଇଛନ୍ତି। ତଥାପି ତାଙ୍କର ପ୍ରଶ୍ନ ବଡ଼ ଗୁରୁତ୍ୱପୂର୍ଣ୍ଣ ଅଟେ। ଭାଇ ଭାଇ ମଧ୍ୟରେ ହେଉଥିବା ଯୁଦ୍ଧରେ ଗୋଟିଏ ଅପକ୍ଷ ମିଳାମିଶା ହୋଇଯାଉ ଏହା ସେ ଚାହୁଁନଥିଲେ, କିନ୍ତୁ ଏ ଯୁଦ୍ଧରେ ତାଙ୍କ ପୁତ୍ରମାନଙ୍କର ଭାଗ୍ୟ କ'ଣ ହେବ ତାହା ହିଁ ସେ ଜାଣିବାକୁ ଚାହୁଁଥିଲେ। ଯେହେତୁ କୁରୁକ୍ଷେତ୍ରରେ ଯୁଦ୍ଧ ହେବାକୁ ଯାଉଛି ତେଣୁ ଧୃତରାଷ୍ଟ୍ର ବଡ଼ ଶଙ୍କାକୁଳ ହୋଇପଡ଼ିଥିଲେ, କାରଣ ଯୁଦ୍ଧ ଉପରେ ଧର୍ମକ୍ଷେତ୍ର ବା ତୀର୍ଥସ୍ଥାନର ଖୁବ୍ ପ୍ରଭାବ ଅଛି। ଏ କୁରୁକ୍ଷେତ୍ର ସମ୍ବନ୍ଧରେ ବେଦରେ ବର୍ଣ୍ଣନା ରହିଛି ଯେ ଏ ତୀର୍ଥସ୍ଥଳଟି ଦେବଲୋକର ଅଧିବାସୀ ଦେବତାମାନଙ୍କର ମଧ୍ୟ ପୂଜ୍ୟସ୍ଥଳ ଅଟେ। ସେ ଭଲ ଭାବରେ ଜାଣିଥିଲେ ଯେ କୁରୁକ୍ଷେତ୍ର ରୂପ ଧର୍ମକ୍ଷେତ୍ରରେ ଅନୁଷ୍ଠିତ ଯୁଦ୍ଧଟି ଅର୍ଜୁନ ଆଦି ପାଣ୍ଡବମାନଙ୍କ ପକ୍ଷରେ ଅନୁକୂଳ ହେବ, କାରଣ ସେମାନେ ସ୍ୱଭାବତଃ ଧାର୍ମିକ। ସଞ୍ଜୟ ବ୍ୟାସଦେବଙ୍କର ଶିଷ୍ୟ ଥିଲେ, ତେଣୁ ବ୍ୟାସଙ୍କ କୃପାରୁ ସେ ଧୃତରାଷ୍ଟ୍ରଙ୍କ କୋଠରୀ ମଧ୍ୟରେ ବସି ରହିଥିଲେ ସୁଦ୍ଧା କୁରୁକ୍ଷେତ୍ର ଯୁଦ୍ଧଭୂମିରେ କ'ଣ ହେଉଛି ସବୁକିଛି ଦେଖିପାରୁଥିଲେ। ତେଣୁ ଧୃତରାଷ୍ଟ୍ର ଯୁଦ୍ଧର ଘଟଣାବଳୀ ସମ୍ପର୍କରେ ତାଙ୍କୁ ପଚାରିଲେ। ପାଣ୍ଡବମାନେ ଓ ଧୃତରାଷ୍ଟ୍ରଙ୍କ ପୁତ୍ରଗଣ ଏକ ପରିବାର ଅଟନ୍ତି, କିନ୍ତୁ ଧୃତରାଷ୍ଟ୍ରଙ୍କ ମନ ଏଠାରେ ଉନ୍ମୁକ୍ତ ହୋଇଯାଇଛି। ସେ ଜାଣିଶୁଣି କେବଳ ତାଙ୍କର ପୁତ୍ରମାନଙ୍କୁ କୌରବ ବୋଲି କହୁଛନ୍ତି ଏବଂ ପାଣ୍ଡୁଙ୍କ ପୁତ୍ରମାନଙ୍କୁ ବଂଶରୁ ଅଲଗା କରି ଦେଇଛନ୍ତି। ତେଣୁ ଧୃତରାଷ୍ଟ୍ରଙ୍କ ପାଣ୍ଡୁଙ୍କ ପୁତ୍ରମାନଙ୍କ ତାଙ୍କର ଭ୍ରାତୃପୁତ୍ର ସହ କି ପ୍ରକାର ସମ୍ପର୍କ ଥିଲା ଜଣେ ବ୍ୟକ୍ତି ଭଲ ରକମ ବୁଝିପାରିବ ଏବଂ ସେଥିରୁ ଧୃତରାଷ୍ଟ୍ରଙ୍କର ସ୍ଥାନ କେଉଁଠି ଜାଣିପାରିବ। ଯେପରି ଧାନ କ୍ଷେତରେ ଅନେକ ବାଳୁଙ୍ଗା ଥାଏ ଏବଂ କୃଷକ ସେଗୁଡ଼ିକୁ ଫୋପାଡ଼ି ଦିଏ, ଠିକ୍ ସେହିପରି ଏ ଘଟଣା ପ୍ରାରମ୍ଭରୁ ଧର୍ମର ପିତା ଭଗବାନ ଶ୍ରୀକୃଷ୍ଣ ଉପସ୍ଥିତ ଥିବା ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଦୁର୍ଯ୍ୟୋଧନ ଆଦି ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ଏବଂ ସେଠାରେ ଉପସ୍ଥିତ ଅନ୍ୟ ସମସ୍ତ କୁଳ ବାଳୁଙ୍ଗା ସମସ୍ତଙ୍କୁ ଭଗବାନ ଶ୍ରୀକୃଷ୍ଣ ସମ୍ପୂର୍ଣ୍ଣ ରୂପେ ଉପାଡ଼ି ଫୋପାଡ଼ି ଦେବେ ଏବଂ ଧର୍ମରାଜ ଯୁଧିଷ୍ଠିରଙ୍କର ନେତୃତ୍ୱରେ ପରିଚାଳିତ ପୂର୍ଣ୍ଣ ଧାର୍ମିକ ବ୍ୟକ୍ତିମାନଙ୍କୁ ପ୍ରତିଷ୍ଠା କରିବେ। ଧର୍ମକ୍ଷେତ୍ର ଓ କୁରୁକ୍ଷେତ୍ର ଶବ୍ଦ ଦୁଇଟିର ଯାହା କିଛି ଐତିହାସିକ ବୈଦିକ ଗୁରୁତ୍ୱ ଥାଉ ନା କାହିଁକି ଏହା ହେଉଛି ପ୍ରକୃତ ତାତ୍ପର୍ଯ୍ୟ। କାଲି ପୁଣି ମୁଁ ଏହି ସମୟରେ ଶ୍ଲୋକ 2 ଆପଣମାନଙ୍କୁ ପଢ଼ିକି ଶୁଣେଇବି। ଜୟ ଗୁରୁ।